नमस्कार, गुड मॉर्निंग। जय आरसीएम। नमस्कार, गुड मॉर्निंग, जय आसियाम। बहुत बहुत धन्यवाद आपण मानक समस्त को आज गोटे नुआ सकाळ नुआ दिग्दर्शन। जय आसियाम सर। जय आरसीएम, नमस्कार समस्त को। गोटे नुआ सकाळ नुआ दिग्दर्शन नहीं कि नुआ आशा नुआ विश्वास नुआ स्वप्न नहीं कि नवेम्बर 1 ये जो प्रोग्राम को आम स्टार्ट करछे। तो से आपण मानक समस्त को बहुत 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 स्वागत, धन्यवाद भी। आशा करुच्ची परमात्मा कृपारू आमे स्वस्थ सुस्थ थिबा, बहुत भलरे थिबा, खुशी थिबा, समस्त परिवार खुशी रे थिबो। आरसीएम ए जो अभियान रो यही हूँ मुख्य उद्देश्य जे आमे समस्ते बहुत भलरे रहिबा। तो सेथिलागि टीसी सारंकर ये जो स्वप्न रहुची जे स्वास्थ्य रक्षा, स्वावलंबन और महिला सशक्तिकरण उपरे बहुत बड़ कार्यक्रम भी करा जाउची। तो जा हो आमे हमको गोटे नुआ गोटे अपॉर्चुनिटी मिली, नुआ गोटे सुजोग मिली, जो सुजोग द्वारा कि बहुत सारा आज सकाळु सकाळु बहुत सारा लोकन को ये सुजोग भी मिलनी, हमको ये सुजोग मिलुची। आमे से सुजोग रो ठीक भाव उपयोग आमे करि पारछे। तो सेटा पई आमे निजको निजे गर्व अनुभव करबा निहाती उचित। तो आज गुरुकुल रे बहुत किसी डिस्कशन भी हला। आउ मु तो विशेष करी कहबी कि आज महिला मानकर ही दिन थिला। केवल जे महिला मानकर नुहे, तो पुरुष साथी माने भी चाहिले भी सेफ भी हेई परिबे, शिखी भी परिबे, सब किछि भी करि परिबे। सबुठु बड़ कथा गुड्डट र कथा जेतेबेले मन भितरे आसुची, गोटे प्राणी मात्र के प्राणी मानक पई गोटे करुणार भाव मन भितरे आसुची। आज ये जो परिवेश केतेबेले खरा होची, केतेबेले वर्षा होची, शीत दिने आज पर्यंत देखंतु कार्तिक मास वर्तमान चलेची, वर्तमान सुधा भी आमे स्वेटर टी भी बाहर करने। तो ये प्रकार रो जो प्रकार रो परिवर्तन पाणीपागर जो परिवर्तन होची, तो ସେଥିଲାଗି କୋଉଠି ନା କୋଉଠି या ପାଇଁ ଆମେ ପ୍ରକୃତିକୁ ତ କେବେ ଦାୟୀ କରିବାନି, ଏଥିପାଇଁ ଆମେ ନିଜେ ହିଁ ନିଜେ ଦାୟୀ। ତ ଆଜି ଦିନେଶ ସାର୍ ବି ସେଇ କଥା କହୁଥିଲେ, ଯେତେବେଳେ କୌଣସି ପ୍ରାଣୀକୁ ହତ୍ୟା କରାଯାଉଛି, ତ ସେତେବେଳେ ସିଏ ଭଗବାନଙ୍କୁ ନିଶ୍ଚୟ ମନ ଭିତରେ ତାର ଭାଷାରେ ସେ କହୁଥିବ ଯେ ମୋର କଣ ଭୁଲ ଥିଲା, ମତେ ଆଜି ମରାଗଲା। ତ ମୁଁ ବି ଇଏ ସମାଜରେ ସମସ୍ତଙ୍କ ଭଳି ବଞ୍ଚିବାର ଅଧିକାର ବି ଥିଲା, କିନ୍ତୁ ମତେ ଆଜି ପାର୍ଟିର ଟେଷ୍ଟ ପାଇଁ ତାକୁ କରାଗଲା। ତ ଏଇଠି କୋଉଠି ନା କୋଉଠି ମନ ଭିତରେ ଆସୁଛି ଗୋଟେ ଦୟାର ଭାବ, ଗୋଟେ କରୁଣାର ଭାବ ଆସୁଛି। ତ ଆଜି ଆମେ ଆରସିଏମ ସହିତ ଯୋଡି ହେଇକି ରହିଛେ ଏ ପ୍ରକାରର ଯୋଉ ମନୋଭାବକୁ ପରିବର୍ତ୍ତନ ଆମେ କରିବା ପାଇଁ। ଆଉ ସବୁଠୁ ବଡ କଥା ମୁଁ କହିବି ଯେ ଗତ ମାସରେ ଆମେ ସମସ୍ତେ ରୂପାନ୍ତରଣ ଯାତ୍ରା କୁ ଆଟେଣ୍ଡ କଲେ। ଅମ୍, ଆମେ ରାଉରକେଲା ଗଲେ, ଏବେ ବି ଚାଲିଛି ରୂପାନ୍ତରଣ ଯାତ୍ରା, ଭାରତ ବର୍ଷର ବହୁତ ସାରା ଜାଗାରେ ଚାଲିଛି। ଟିସି ସାରଙ୍କର ସ୍ୱପ୍ନ ଅଛି ଯେ ରୂପାନ୍ତରଣ ମିନ୍ସ ପରିବର୍ତ୍ତନ, ଯାହା ଆଜି ପର୍ଯ୍ୟନ୍ତ ଆମେ କରିନଥିଲେ। ସମାଜରେ ଯୋଉ ଯୋଉ କାରଣ କାମ ହେଇକି ଆଜି ସମାଜ ଦିନକୁ ଦିନ ତଳକୁ ଯାଉଛି, ତ ସେ କାମକୁ ଆମେ ପରିବର୍ତ୍ତନ କରିବା। ତ ସେ ଯଦି ଆମେ ପରିବର୍ତ୍ତନ କଲେ, କେବଳ ଯେ ରୂପାନ୍ତରଣ ଯାତ୍ରାକୁ ଆମେ ଯାଇକି ପହଞ୍ଚିକି ଆମ ପ୍ରେଜେଣ୍ଟକୁ ଆମେ ଜାହିର କଲେ, ସେଟା ତ ବଡ କଥା ନୁହେଁ। ମେନ୍ କଥା ହଉଛି ଯେ ନିଜ ଭିତରେ ନିଜକୁ ପରିବର୍ତ୍ତନ ଆମେ କରିବା। ଯଦି ଆମେ ପରିବର୍ତ୍ତନ ନିଜକୁ ଆମେ କରିପାରିବା, ତାହେଲେ ଏ ସମାଜରେ ଆମେ ବହୁତ ବଡ କାମ ଆମେ କରିପାରିବା। ତ ये श्रृंखला भितर आज बहुत सारा कथा आमे शिखिले जे गुरुकुल माध्यम रे प्राणी मानक प्रति करुणा आज पर्यंत बहुत पाखापाखि 3 कोटी प्राणी को बंचेबारे आज आरसीएम और गुडडट मिसिकी ये सक्षम भी हो सारी। आ जदि आम मानकर सहयोग भी रहिबो, तो आमे भी बहुत सारा प्राणी को भी आमे बंचेई भी परिबा। तो ये हूँ कथा। आउ आसंता काली भी आपण मानक पई रेसिपी अछि। आउ जो रेसिपी अछि तो ता उपरे भी आपनको ता उपरे भी बहुत सारा भी से माने पीपीटी रे पठेई दी जे कौन कौन आपण खाद्य प्रस्तुति करबा पई काली कालीर प्रिपरेशन रहिबो।
ତ ସେଥିଲାଗି ତା ଉପରେ ବି ଆପଣ ବି ନିଜେ ଜାଣିଥିବେ କି କାଲି ତ ଅଲରେଡି ହେଇଛି। ଆଉ ତା ସହିତ ଆପଣଙ୍କର ଗୋଟେ ଫର୍ମ ବି ଅଲରେଡି ଦେଇ ଦେଇଛନ୍ତି। ସେ ଫର୍ମ ମାଧ୍ୟମରେ ବି ଆପଣ ଗୁଡ୍ ସେଫ୍ ବି ହେଇପାରିବା। ତ ଏ ସବୁ କଥା, ତ ବହୁତ ସାରା କଥା ଆପଣ ଅଲରେଡି ତ ଦେଖିଛନ୍ତି। ଆଉ ଆମର ଇଏ ଅପସନକୁ ଯାଇକି ଗୁରୁକୁଳକୁ ଆମେ ଦେଖିକି ଆମେ ତା ଦେହରେ ଡିଟେଲ୍ସ ଆମେ ଜାଣିପାରିବା। ଓକେ, ଥ୍ୟାଙ୍କ ୟୁ। ବହୁତ ବହୁତ ଧନ୍ୟବାଦ ଆପଣମାନଙ୍କୁ। କିନ୍ତୁ ମୋର କହିବା କଥା ଯେ ଯୋଉ ପରିବର୍ତ୍ତନ କଥା ଆମେ ପଢିଥିଲା ବା ରୂପାନ୍ତରଣ କଥା ପଢିଥିଲା, ଯାହା ଥିଲେ ଯଦି ସେୟା ହିଁ ରହିବା, ଯାହା ହଉଛି ସେୟା ହିଁ ରହିବ। ତ ଆପଣମାନଙ୍କୁ ତା ପୂର୍ବରୁ ଗୋଟିଏ କଥା କହିବାକୁ ଚାହୁଁଛି ଯେ ଗତ ମାସରେ ଆପଣଙ୍କର ଯୋଉ ପ୍ରକାର ପରିଶ୍ରମ, ଆପଣଙ୍କ ପାଖରେ ଯୋଉ ପ୍ରକାରର ଚେଷ୍ଟା ରହିଲା, ଆପଣଙ୍କର କର୍ତ୍ତବ୍ୟ ଯୋଉ ରହିଲା, ସେଥିଲାଗି ଆପଣମାନଙ୍କୁ ବହୁତ 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 ଧନ୍ୟବାଦ। ଯେ ଲାଷ୍ଟ ମୋମେଣ୍ଟରେ ନିଜର ଟାର୍ଗେଟକୁ କରିବା, ଏସବୁ କରିବା, ବହୁତ ଯୋଉ ମେହନତ ଆପଣମାନେ କରିଛନ୍ତି। ତ ମେହନତ ଆପଣଙ୍କୁ କେବେ ବ୍ୟର୍ଥ ଚାଲିଯିବନି। କାରଣ ଇଏ ଆମେ ଗୋଟେ ମାସ ପାଇଁ କରୁନେ, ଆମେ ସବୁ ମାସ ପାଇଁ କରୁଛେ। ତ ଆମେ ଲୋକ ନିର୍ମାଣ ଆମେ କେବଳ ଇନକମ କରିବା ପାଇଁ ଆସିନେ, ଆମେ ଲୋକଙ୍କୁ ତିଆରି କରିବା ପାଇଁ ଆସିଛେ। ଏଠି ଯୋଉ ଲୋକ ବି ଆସିବେ ସେ ସୁସ୍ଥ ରହିବେ, ତାଙ୍କ ପରିବାର ସୁସ୍ଥ ରହିବ, ସେମାନେ ସ୍ୱାବଲମ୍ବନ ରହିବେ। ତ ତାଙ୍କ ପରିବାରକୁ ଇନକମ ଆସିବ, ସେମାନେ ଏକ୍ସଟ୍ରା ଇନକମ କରିପାରିବେ। ଆଜି ଯେମିତିକି ଗୁରୁକୁଳରେ ଆଲୋଚନା ହଉଥିଲା ଯେ ପକେଟ ମନି, ସମସ୍ତଙ୍କର ନା କିଛି 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 ନା କିଛି ପକେଟ ମନି ବି ଦରକାର। ତ ୟା ମାଧ୍ୟମରେ ବି ଆମେ ପକେଟ ମନି ବି ଆମେ ଇନକମ ବି କରିପାରିବା। ହଁ, ପଇସା ବହୁତ ଅଛି, ଠିକ ଅଛି, କିନ୍ତୁ ଆମେ ଏକ୍ସଟ୍ରା ପଇସା ବି ଆମେ ଇନକମ କରିପାରିବା। ତୃତୀୟ ଜିନିଷ ହଉଛି ଯେ ଆମେ ଏ ସିଷ୍ଟମ ମାଧ୍ୟମରେ ମହିଳାମାନଙ୍କୁ, ଆମ ପରିବାରର ମହିଳାମାନଙ୍କୁ ଆମେ ସଶକ୍ତିକରଣ କରିପାରିବା। ତ ତାଙ୍କୁ ପୁରା ଦୁନିଆ ସାମ୍ନାକୁ ଆଣିପାରିବା, ଯୋଉଠି କି ସେମାନେ ନିଜର ପରିଚୟ ସୃଷ୍ଟି କରିଦେଇ ପାରିବେ, ନିଜର ପ୍ରତିଭା ଯୋଉ ଅଛି ସେ ପ୍ରତିଭା କୁ ବି ପୁରା ବିକଶିତ ବି କରିପାରିବା। ଏ ପ୍ରକାରର ପରିବର୍ତ୍ତନ ଆଣିବା ପାଇଁ ମୋର ଆପଣଙ୍କୁ ଆଜି ନଭେମ୍ବର 1 ତାରିଖ ସମସ୍ତଙ୍କୁ ବିନୀତ ଅନୁରୋଧ ଯେ ଗୁରୁକୁଳକୁ ପ୍ରାୟୋରିଟି ଦବା ନିହାତି ଜରୁରୀ। ଯଦି ଟିମରେ ଆମେ ଗୁରୁକୁଳକୁ ପ୍ରାୟୋରିଟି ଦଉନେ, ଆଜି ଆପଣ ଦେଖିଲେ ଦିନେଶ ଚୌଧୁରୀ ସାର୍, ତାଙ୍କ ଲେବୁଲରେ ସେ ବହୁତ, ସେ ଜଣେ କୋର ଲିଡର, ବହୁତ ବଡ଼ ପୋଜିସନରେ ସେ ଅଛନ୍ତି। ବହୁତ ମେହନତ କରିକି ସାଧାରଣ ପରିବାରରୁ ସେ ଆଜି ବହୁତ ବଡ଼ ଉପରକୁ ଯାଇଛନ୍ତି। ତାଙ୍କର ଯଦି ଆପଣ କ୍ୱାଲିଫିକେସନ କଥା ଶୁଣିବେ ତ ଆପଣ ଆଶ୍ଚର୍ଯ୍ୟ ହେବେ ଯେ ଆପଣମାନଙ୍କର କ୍ୱାଲିଫିକେସନ ବହୁତ ଅଧିକା। ସେ ଥରେ ନୁହେଁ, ଦିଥର ନୁହେଁ, ତିନିଥର ନୁହେଁ, ଚାରିଥର ସେ ମେଟ୍ରିକ ଫେଲ ହେଇଛନ୍ତି। ତ ଇଏ ହଉଛି କଥା ଯେ ଇଏ ମାନେ ସେଭଳି ପୋଜିସନରୁ ଯଦି ଜଣେ ଆସିକି ଆରସିଏମ ର କୋର ଲିଡର ହେଇପାରୁଛି, ଆଉ ଅକ୍ଟୋବର ମାସ ତୁଳନାରେ, ସେପ୍ଟେମ୍ବର ମାସ ତୁଳନାରେ ଅକ୍ଟୋବର ମାସରେ 25 ଲକ୍ଷ ର ବିଜନେସ ର ଗ୍ରୋଥ କରିଦେଇ ପାରୁଛି, ତ ତାଠୁ କୋଉଠି ନା କୋଉଠି ଆମ କାମ କରିବାର ଶୈଳୀକୁ ଆମେ ପରଖିବା ନିହାତି ଜରୁରୀ। ତ ଆମେ ଯଦି ନିଜକୁ ନିଜେ ପରୀଖିବା, ତାହେଲେ ନିଜ ରେକର୍ଡକୁ ନିଜେ ଭାଙ୍ଗିବା। ତ ସେଇଟା ହଉଛି ବହୁତ ବଡ କଥା। ତ ଯେମିତିକି କୁହାଯାଉଛି ଯେ ଡେଲି ଗ୍ରୋଥ ମିନ୍ସ ଖାଲି କଥାରେ କହିଲେ ହବନି, କୋଉ କୋଉ କାମ କରିବା ଦ୍ୱାରା ଗ୍ରୋଥ ହୁଏ, ତ ତା ଉପରେ ଧ୍ୟାନ ନିହାତି ଦବା ଜରୁରୀ। ଯେମିତିକି ଆମ ଟିମରେ ବହୁତ ସାରା ସାଥୀ ଅଛନ୍ତି ଯୋଉମାନେ କି ଲାଷ୍ଟ ଟାଇମରେ ତାଙ୍କୁ ପରଚେଜ କରିବାକୁ ପଡୁଛି, କହିବାକୁ ପଡୁଛି। ତ ତାଙ୍କୁ ଯଦି ଆମେ କହିବା କି ନାଇଁ, ଆମେ ତାଙ୍କ ସାଙ୍ଗରେ ଯୋଉ ମେହନତ ଆମେ ପୁରା ଲାଷ୍ଟରେ କରୁଛେ, ଯୋଉ ଫୋନ ଆମେ ତାକୁ ଲାଷ୍ଟରେ କରୁଛେ, ଯୋଉ ମିଶିବାଟା ଲାଷ୍ଟରେ କରୁଛେ, ସେଟା ଯଦି ମାସର 10 ତାରିଖ ଭିତରେ ଷ୍ଟ୍ରିକ୍ କରିଦେଲେ, ତାହେଲେ ଆମର ସେଥିରେ ତ ଗ୍ରୋଥ ହେଇପାରିବ। ଆଉ ବାକି ଯୋଉ 20 ଦିନ ରହିଲା, ସେ 20 ଦିନରେ ତ ଆମେ ଗ୍ରୋଥ କରିପାରିବା। ତ ମୋର କହିବା କଥା ଯେ ଆମ ଟିମରେ ଯେତିକି ସାଥୀ ବର୍ତ୍ତମାନ ସୁଦ୍ଧା ଅଛନ୍ତି, ଲିଷ୍ଟ ଅଛନ୍ତି, ଗତ ମାସରେ ପରଚେଜ ବି କରିଛନ୍ତି, ତ ତାଙ୍କୁ ଆମେ 10 ତାରିଖ ଭିତରେ ତାଙ୍କର ପରଚେଜକୁ କମ୍ପ୍ଲିଟ ଆମେ କରିଦେବା। ତ ତାକି ଆମେ ଜାଣିପାରିଲେ ଯେ ଆମର ଟୋଟାଲ ଟର୍ନଓଭର କେତେ ହେଲା। ଇଏ ହଉଛି ନମ୍ବର 1। ନମ୍ବର 2, ବହୁତ ସାରା ସାଥୀ ଅଛନ୍ତି ଯେ ଗତ ମାସରେ ପରଚେଜ କରିନଥିଲେ। ତ ସେମାନଙ୍କର ବି ଆମେ ଯଦି ଧରି ନିଅନ୍ତୁ, ଆମ ଟିମରେ ସପୋଜ 50 ଜଣ ସାଥୀ ଗତ ମାସରେ ପରଚେଜ କରିଥିଲେ, ତ ଆମେ ଯଦି ତାକୁ 10 ଦିନରେ ଭାଗ ଭାଗ କରିଦେବା, ତାହେଲେ ଦିନକୁ 5 ଜଣ ବି ପଡୁନାହିଁ। ତ ଇଏ ବି ହେଇପାରିବ। ହଁ,
ତ ଆମେ ପାଞ୍ଚ ପାଞ୍ଚ ଜଣଙ୍କୁ ଆମେ ଫଲୋଅପ୍ କରିକି ତାଙ୍କୁ ଯଦି ପରଚେଜ କରେଇଦବା ସିଏ ବି ହେଇଯିବ। ଇଏ ହଉଛି ଗୋଟିଏ କଥା। ଦ୍ୱିତୀୟ କଥା ହଉଛି ଯେ ଯୋଉମାନେ ଟର୍ମିନେଟ ହେଇଯାଇଛନ୍ତି ବା ପରଚେଜ କରୁନାହାନ୍ତି, ଗତ ମାସରେ ହଁ କରୁଛନ୍ତି କିନ୍ତୁ ଗତ ମାସରେ କରିନାହାନ୍ତି, ତ ତାଙ୍କର ବି ଗୋଟେ ଲିଷ୍ଟ କରିକି ସେମାନଙ୍କୁ ଯଦି ଆମେ ତାଙ୍କ ସହିତ ଯୋଡି ହବା, କାରଣ ଆରସିଏମ ତ କିଛି ଖରାପ କଥା ଶିଖଉନି, ନିଜ ପରିବାରକୁ ସୁସ୍ଥ ରଖିବା କଥା ଶିଖଉଛି, ନିଜର ପରିବେଶକୁ ସୁସ୍ଥ ରଖିବା କଥା, ନିଜକୁ ସୁସ୍ଥ ରଖିବା କଥା, ଏ କଥା ତ ଶିଖଉଛି। ତ ଆମେ ତ କାହାର କିଛି କ୍ଷତି ଆମେ ଚିନ୍ତା କରୁନେ। ହଁ, ବାକି ହଉଛି ଯେମିତିକି ଗୁରୁଦେବ ବିସି ଛାବଡାଜୀ ସବୁବେଳେ କହନ୍ତି ଯେ ଇଏ ଦୁନିଆରେ କେହି ବି ଅଭାଗା ନୁହନ୍ତି, କିନ୍ତୁ ଗୋଟିଏ କଥା ହଉଛି ସିଏ ବର୍ତ୍ତମାନ ପର୍ଯ୍ୟନ୍ତ ଜାଗି ନାହାନ୍ତି। ତ ଜଗେଇବା କାମ ହଉଛି ଆମର। ତ ତାଙ୍କର ଜାଗରୂକତା ଆମେ ତିଆରି କରିବା, ଇଏ ହଉଛି ନିହାତି ଦରକାର। ଆଉ ଯୋଉମାନଙ୍କର ଟର୍ମିନେଟ ହେଇଛି ତାଙ୍କୁ ଯଦି ଲିଷ୍ଟ କରିକି ଆମେ ତାଙ୍କୁ ଯଦି କରିବା, କାରଣ ସେମାନେ ବି ଜାଣି ପାରୁନାହାନ୍ତି ଯେ ଗୋଟେ ବହୁତ ଭଲ ଅଭିଯାନରେ ତ ମିଶି ଯାଇଛନ୍ତି, କିନ୍ତୁ ସେ ଜାଣି ପାରୁନାହାନ୍ତି। ଯେମିତିକି ପୋକ ଗୋଟେ ଦୀପଶିଖା ଭିତରକୁ ପୋକଟା ଡେଇଁ ପଡେ, ସେ ଜାଣିନି ଯେ ସେ ଡେଇଁ ପଡିଲେ ସେ ମରିଯିବ, ତ ଜାଣିପାରୁନି। ତ ଇଏ ପରିବେଶ ଧୀରେ ଧୀରେ ଖରାପ ହେଇଯାଉଛି, ତ ଆରସିଏମ ମାଧ୍ୟମରେ ଆମେ ତାଙ୍କୁ ବଞ୍ଚେଇବା ପାଇଁ ଚେଷ୍ଟା କରୁଛେ। ତ ତାଙ୍କୁ ଆମେ ବଞ୍ଚେଇବା ନିହାତି ଦରକାର। ଏ ସବୁ କାରଣ ଆମେ ଯଦି କରିବା, ତାହେଲେ ପ୍ରତ୍ୟେକ ମାସରେ ତିନିଟି ଜିନିଷକୁ ଯଦି ନୂଆ କରିବା, ତାହେଲେ ଆମର ବିଜନେସକୁ ଆମେ ଗ୍ରୋଥ କରିପାରିବା। ପ୍ରଥମ କଥା, ନୂଆ ଲୋକଙ୍କୁ ଜଏନିଂ କରିବା, ନୂଆ ପର୍ସନ ଆମ ଟିମରେ ଆସିବା ନିହାତି ଜରୁରୀ। ବହୁତ ସାରା ସାଥୀଙ୍କର ନୂଆ ଲୋକ ଜଏନିଂ କରୁନାହାନ୍ତି, ନୂଆ ଲୋକ ଜଏନିଂ କରିବା ପ୍ରଥମ କଥା। ଦ୍ୱିତୀୟ କଥା, ଯେ ନୂଆ ଲିଡର ତିଆରି ହେବା ଦରକାର। ଟିମରେ ଯଦି ଲିଡର ତିଆରି ହେବେନି ଆମେ କେତେ ମେହନତ କରିପାରିବା? ଲିଡର ତିଆରି କରିବା। ତ ସେ ଅ, ଆମ ଭଳି କାର୍ଯ୍ୟକ୍ରମ ବି କରିବେ। ଆମେ ଯୋଉ କାମ କରୁଛେ ସେମାନେ କାର୍ଯ୍ୟକ୍ରମ କରିବେ, ତାକି ଏ ଭାରତ ବର୍ଷକୁ ଆମେ ସୁନ୍ଦର ଭାରତ ଆମେ ତିଆରି କରିଦେଇ ପାରିବା, ସ୍ୱାବଲମ୍ବନ ଭାରତ ତିଆରି କରିଦେଇ ପାରିବା। ତୃତୀୟ ଜିନିଷ, ଯେ ଆମେ ପ୍ରତ୍ୟେକ ମାସରେ ଗୋଟିଏ ଲେଖେ ନୂଆ ଷ୍ଟେସନକୁ ଯିବା। ଯେମିତିକି ଆରତି ଅପାଙ୍କ ଟିମ୍, ମିତାଞ୍ଜଳି ମ୍ୟାଡମଙ୍କ ଟିମ୍ ନୂଆ ଷ୍ଟେସନ ଗତ ମାସରେ ଅନୁଗୁଳ ଗୋଟେ ନୂଆ ଷ୍ଟେସନକୁ ଗଲେ। ତ କେବେ ନା କେବେ କଣ୍ଟାବାଞ୍ଜି ଗୋଟେ ନୂଆ ଷ୍ଟେସନ, ନୂଆ ଜାଗାକୁ ଯିବା। କେବେ ନା କେବେ ଖୋର୍ଦ୍ଧା, କେବେ ନା କେବେ ତ ନୂଆ ଯୋଉ ଜାଗାକୁ ଆଜି ପର୍ଯ୍ୟନ୍ତ ଆମେ ଯାଇନଥିଲେ। ଟିମରେ ଏତେ ଲୋକ ଆସିଗଲାଣି, ଆଗରୁ ଆମେ ଏକା ଥିଲେ, ଟିମରେ ଏତେ ଲୋକ ଆସିଗଲାଣି। ତ ନୂଆ ଜାଗା, ଯେମିତିକି ମନୋଜ ବାବୁଙ୍କ ଟିମର ଗତ ମାସରେ ରାଉରକେଲାରେ ଗୋଟେ ନୂଆ ଷ୍ଟେସନ ଷ୍ଟାର୍ଟ ହେଇଗଲା। ତ ନୂଆ ତାଙ୍କର ସିଏ ବି ଆରମ୍ଭ ହେଇଗଲା। ତ ଇଏ ହଉଛି କଣ ନା ନୂଆ ନୂଆ ଷ୍ଟେସନରେ କାମ କରିବା। ତ ସେଥିଲାଗି ଇଏ ତିନୋଟି ଜିନିଷକୁ ଆମେ ଯଦି ପ୍ରାଥମିକତା ଦେବା, ତାହେଲେ ଆମେ ଆଗକୁ ବଢିବା। କିନ୍ତୁ ଆଜି ଆମର ଏଇ ଯୋଉ ରିଭିଜନର ସେସନ ହଉଛି, ଏ ରିଭିଜନର ସେସନ ହଉଛି ଗୁରୁକୁଳରେ କଣ ଆମେ ଶିଖିଲେ। ତ ଆପଣମାନେ ହୁଏତ କ୍ୟାମେରା ବନ୍ଦ କରିକି ଏଥିପାଇଁ ବସିଥିବେ ଯେ ଗୁରୁକୁଳରେ ଯାହା ହେଲା ତ ଆମେ ରିଭିଜନ କରିବାକୁ ବସିଛେ, ଏଠି ସତପତି ସାର୍ ଆଉ କଣ ଗୋଟେ କହିଲେଣି। ନାଇଁ, ଜରୁରୀ ଥିଲା ବୋଲି ମୁଁ ଆପଣଙ୍କୁ କହିଲି। ତ ସେଥିଲାଗି ନିଜକୁ ନିଜେ ପ୍ରିପେୟାର କରିବା। ପୁରା ଦୁନିଆ ଯେତେବେଳେ ଗ୍ରୋ କରୁଛି, ପୁରା ଦୁନିଆ ଯେତେବେଳେ ଆଗକୁ ବଢୁଛି, ଆମେ ଯଦି ପଛରେ ରହିଯିବା, ତାହେଲେ ଆମ ଉତ୍ତରାଧିକାରୀ ମାନେ ଆମକୁ ପ୍ରଶ୍ନ କରିବେ। ସେତେବେଳେ ସେ ପ୍ରଶ୍ନର ଉତ୍ତର ଦେବା ପାଇଁ ଆମ ପାଖରେ ଉତ୍ତର ହିଁ ନଥିବ। ତ ସେଥିଲାଗି ମୁଁ ଏକୁ ଜରୁରୀ ମନେ କଲି। ତ ଥ୍ୟାଙ୍କ ୟୁ। ଆଜି ଗୁରୁକୁଳରେ ହିଁ ଡିସ୍କସନ କରିବା। ଇଏ ତ ଆପଣମାନଙ୍କ ପାଇଁ ଥିଲା, ଲିଡର ମାନଙ୍କ ପାଇଁ। ଆଜି ଗୁରୁକୁଳରେ ଡିସ୍କସନ କରିବା। ଫାଷ୍ଟ ମୁଁ ତ ଚାହୁଁଛି ଯେ ଆଜି ଆରତୀ ଉପାଙ୍କଠୁ ଷ୍ଟାର୍ଟ କରିବା, କାରଣ ତାଙ୍କର ହିଁ ଦିନ ଥିଲା ଆଜି। ଆ, ଯେ ରୋଷେଇ ତାଙ୍କର ଗୋଟେ ବହୁତ ଭଲ ଲାଇକିଂ। ଆଉ ଆସନ୍ତା କାଲି ଆ, ମାନେ ସେ ଯାହା ଯାହା ସାମଗ୍ରୀ କହିଛନ୍ତି, ତ ତାକୁ ମୁଁ ଆପଣ ତ ଲେଖିଥିବେ, ନହେଲେ ନାହିଁ ଏଥିରେ ବି ଦେଖିଦେବେ, କୋଉଥିରେ ଆପଣଙ୍କର ଗୁରୁକୁଳରେ ଦେଖିଦେବେ, ନଚେତ ତାର ସ୍କ୍ରିନଶଟ ବି ମୁଁ ଆପଣଙ୍କୁ ପଠେଇଦେବି ଗ୍ରୁପରେ। ତ ସେଇ ସାମଗ୍ରୀ ରଖିକି କାଲି ତାଙ୍କ ସହିତ ଡାଇରେକ୍ଟ ଆମେ ଗୁଡସେଫ ଆମେ ହବା। ଓକେ ଅପା। Thank you. Thank you. ଜୟ ଆସିଏମ୍। ଥ୍ୟାଙ୍କ ୟୁ। 1 ନଭେମ୍ବରକୁ ମୁଁ ସ୍ୱାଗତ କରୁଛି। ଆଉ ପ୍ରଥମେ ମୁଁ ଆମର ଗୁରୁଜୀଙ୍କୁ ପ୍ରଣାମ କରୁଛି, ଯେ କି ଆମର ଆସିଏମ୍ରେ ଗୁଡଟ ବାଗିଆ ଗୋଟେ ପ୍ରଡକ୍ଟ ସେ ଲଞ୍ଚ କରିଛନ୍ତି, ମାନେ ଟାଇ ଅପ୍ କରିଛନ୍ତି ଆସିଏମ୍ ସାଙ୍ଗରେ ଯୋଡ଼ିଛନ୍ତି, ଯୋଉଟା କି ଆମ ଲେଡିଜ ମାନଙ୍କ ପାଇଁ ବହୁତ ଭଲ। ତାପରେ ପ୍ରତ୍ୟେକ ଲୋକ ଯୋଉମାନେ ମାଂସାହାରୀ, ମୁଁ ପିଓରଲି ଭେଜିଟେରିଆନ,
बहुत लाइक कर वेजिटेरियन सब डिश बने आ बहुत भल भी डिश मु बनाए जोटा कि पेपर मोर बाहर थिला आ मु निजको गर्वित मन करुची जे मु यही एज रे भल खाइबा बने कि काको खोइले मु बहुत खुशी हुई आ गुडट जरिया रे आमे सेवा से दया तो कहले प्रकृत आमे जो लोकंकर सेवा करुचे ए भल खाइबाटा एटा होची पूरा हेल्दी फूड आमे लोकंकु देकी से हिसाब रे लोकंकर सेवा भी करि परिबा तापर पुण कहले स्वास्थ्य से शक्ति आमे स्वास्थ्य को सिना बंचेले शक्ति पाइबा निज स्वास्थ्य को जदि भल खाद्य खाइकी आमे हेल्दी बनैबा ताले हमको शक्ति मिलिबा आमे आश्रम काम करबा कि लोकंक सेवा करबा ए सब काम करबा तापर तीन से कहले संस्कार से करुणा आम जो करुणा भावटा जो माने आम जो जीवजंतु को जानवर को केमिति बंचई पारिबा सेवा करबा जो गोशाला अच्छी गोशाला आमर सब यही आमर महामाया मैडम मिनती मैडम गीतांजलि मैडम सब जाती गोशाला मुझे अवश्य जापारे घर बहुत कम रोचे कि मोर बहुत इच्छा गोशाला जाना कि पनीपरिया किसी दान करा खोलिबा बहुत भल जिनसटा एटा एटा गोटे भल सेवाटा माने एटा पशु पशु मान गोटे करुणा भाव मनीष खाली जे खाई पी घर समय बितई दबा एटाठू केतोटा काम मिसवा ठीक अच्छी किंतु एटा बहुत बढ़िया लगिला आ सेफ कायनाथ जो प्रकार ट्रेनिंग देले तो कहते मोर आज गोटे प्रथम शपथ मु नेली मु आगे रेजिस्ट्रेशन करी ट्रेनिंग क्लास नेबी आज फोन करी मोर प्रथम काम संगे मो संपर्क आगे बढ़ी कहीं ना जिते क्राउड किचन अच्छी आम ओडिशा मोर बहुत लोक जन क्राउड किचन मुझे संगे देखा करी देखा कर गुडट यही मंथ रे नवेम्बर मत मु पूरा गुडट भल काम करिया चाहूँ बहुत बढ़िया, जय बहुत बढ़िया, जय बहुत बढ़िया। ମୁଁ ତ କହିବି ଯେ ଯଦି ବି ଟିକେ ପଛକୁ ପଳେଇ ଯିବି ବୟସ କଥା କହିବି ଅପାଙ୍କର ବୟସ 46 ବର୍ଷ। पलटाई देबे पलटाई देबे जतिके सतिके ଆଉ ତ ଦେଖନ୍ତୁ ଇଏ ଆମ ମାନଙ୍କ ପ୍ରତି ଗୋଟେ ବହୁତ ବଡ ଶିକ୍ଷା। ଯାହା ହଉ, ବହୁତ ବଢିଆ କଥା। ଓକେ। କହିଲେ କି ପଛେ ମନା ନାଟ ବୁଲିବେ ବଢିଆ ଆମର ଅଛି ମୁଁ ଇଣ୍ଡିଆ ଆଗକୁ କହିବାର କଥା ମୁଁ ଆଗକୁ କିଛି କହିବିନି, ଆପଣ ମାନେ ବୁଝିପାରୁଥିବେ। ଓକେ। ବହୁତ କଥାବାର୍ତ୍ତା ତାଙ୍କର ଭଲ ଯେ ପଛରେ କହୁଥିଲେ କଣ ତାଙ୍କ ନାଟ ବୁଲିବାକୁ ସେ କହୁଛନ୍ତି ହମାରି ସାଥ ଅସ୍ତିତ୍ୱ है ନଭେମ୍ବରରେ କିଛି ନ ହେଇଛି ସେଥିପାଇଁ ମନ ଦୁଃଖ କରିବା ନାହିଁ ଅସ୍ତିତ୍ୱ ଆମ ସାଙ୍ଗରେ ଅଛି ଆମେ ଅସ୍ତିତ୍ୱକୁ ନେଇ କାମ କରିବା ବୁଝିଲେ ଆଜ୍ଞା, ଦିନେଶ ଚୌଧୁରୀ ସାର୍। ହଁ ବଢିଆ ଲୋକ ତାଙ୍କୁ ବି ଡାକିବା ଭୁବନେଶ୍ୱରକୁ, ମିଟିଂ ବି ତାଙ୍କୁ ବି କରିବା। ମାନେ ତାଙ୍କୁ ଡାକନ୍ତି ମାନେ ତାଙ୍କର କଥାବାର୍ତ୍ତା ମାନେ କଣ କହୁଛନ୍ତି ଓକେ ଓକେ, 200 ଲୋକଙ୍କୁ ଯଦି ବସେଇ ଦେବେ, ମୁଁ ଗୋଟେ ତାହେଲେ ମହାନ ତାଙ୍କ ସହିତ ମୋର ବହୁତ ବଢିଆ ସମ୍ପର୍କ ଅଛି। ଯଦି ଆପଣ ବୁଝିଲେ 200 ଲୋକଙ୍କୁ ବସେଇ ଦେବେ ତାହେଲେ ସ୍ପେଶାଲ ଆପଣଙ୍କ ଟିମ୍ ପାଇଁ ତାଙ୍କୁ ମୁଁ ଡାକି ଦେଇପାରିବି। ଦେଖିବା କରିବା ଓକେ ଓକେ। ମୋର ଆଜି ପ୍ରଥମ କାମ ଯେତେ କ୍ଲାଉଡ କିଛି ଅଛି ସମସ୍ତଙ୍କୁ ଫୋନ କରିବି ସମସ୍ତ ଚିହ୍ନା ମୋର ଆଜ୍ଞା। ଭାରି ଇଚ୍ଛା ଥିଲା ସତ ଗୋଟେ ସତ କଥା କହିବି ମୋ ଜୀବନ ପ୍ରଥମ ଏମ୍ ଥିଲା ମୁଁ ଗୋଟେ ନିଜେ କ୍ଲାଉଡ କିଚେନ ବସିବି କିନ୍ତୁ ପରିସ୍ଥିତି ମତେ ସାଥ ଦେଲା କରିବେ, ଆମେ ସମସ୍ତେ ଆପଣଙ୍କ ସାଙ୍ଗରେ ଅଛୁ, କରିବେ, Yes, କରିକି ଦେଖେ। ୟସ୍। ଓକେ। ସାହୁ ଭାଇ କୁହନ୍ତୁ, ସମୟ ଟିକେ କମ ଅଛି। ସାହୁ ଭାଇ କୁହନ୍ତୁ। କ୍ଲାଉଡ କିଚେନ ଯୋଉ କରିବେ କହିଲେ ବହୁତ ଆମେ ସମସ୍ତେ ସହଯୋଗ କରିବା, କିଛି ଅସୁବିଧା ନାହିଁ। ଜୀବ ହତ୍ୟା ମହାପାପ, ଏଇଟାକୁ ଆମେ ଯେମିତି ମହାପାପରେ ଭାଗ ନ ନେବା, ଜୀବଙ୍କୁ ଦୟା ଦେଖେଇବା, ଗୋ ସେବା କରିବା, ଆଉ ପଶୁମାନଙ୍କର ଜୀବନ ରକ୍ଷା କରିବା, ଏ ଯୋଉ ଆମର ସଂକଳ୍ପ ନେବା, ସେ ସଂକଳ୍ପରେ ଆମେ ସାମିଲ ହେବା ଦରକାର। ଯାହାଫଳରେ କି ଆମେ ମାନେ ଏଇ ଯୋଉ ଜୀବ ହତ୍ୟାକୁ ଦୂରେଇବା ପାଇଁ ସଂକଳ୍ପ ଯୋଉ ନେଇଥିଲେ, ଆହୁରି ଆହୁରି ଜୋରଦାର ହେଇଗଲା ଆଜିର ଟ୍ରେନିଂ ପରେ। କାରଣ ଗୁଡଟ ଆମକୁ ଶିକ୍ଷା ଦେଇଛି ଯେ ଜୀବ ହତ୍ୟାକୁ ଦୂରେଇବା ଦରକାର, ଜୀବ ପ୍ରତି ଦୟା ଆଣିବା ଦରକାର।
ତେଣୁ ସେ ସମ୍ପର୍କକୁ ବଢେଇବା ପାଇଁ ହେଲେ ଆମକୁ ସଂକଳ୍ପ ତ ନେଇଥିଲେ, ପୁଣି ଆହୁରି ସଂକଳ୍ପଟିକୁ ଗୁରୁତ୍ୱର କରାଇବା ଦରକାର, ଜୋରଦାର କରିବା ଦରକାର। ଆଉ ଗୁଡ୍ଡଟର ତ ବହୁତ ଜିନିଷ ଆମେ ଶିଖିଲେ, ଆମେ ତ ନିଜେ ବ୍ୟବହାର କରୁଛେ, କିନ୍ତୁ ଅନ୍ୟମାନଙ୍କୁ ବ୍ୟବହାର କରାଇବା, ଜୀବ ହତ୍ୟାଠାରୁ ଦୂରେଇ ରହିବା। ଜୀବ ଦୟା ନିହାତି ଆବଶ୍ୟକ। ତେଣୁ ଆମେ ସମସ୍ତେ ଯୋଉ ରିସିଭ କାଲି ଯୋଉ ଆହୁରି ଆଲୋଚନା ହବ, ଆଉ ଦିନେଶ ଚୌଧୁରୀଙ୍କ କଥା ତ କହିଲେ ନ ସରେ। ତାଙ୍କ ଜୀବନୀ ପିଲା ଦିନରୁ ତାଙ୍କର ଯୋଉ ସଂକଳ୍ପ ଆଉ ସଂଘର୍ଷ, 4 ଥର ମାଟ୍ରିକ ଫେଲ ପରେ ଯିଏ ଉଦ୍ୟମ କରି ସକ୍ସେସ୍ ହେଇଛନ୍ତି, ତେଣୁ ତାଙ୍କଠାରୁ ପ୍ରେରଣା ନବା। ଆମେ ଏଜୁକେସନ ନେଇଥିଲେ ବି ତାଙ୍କଠାରୁ ପ୍ରେରଣା ନବା, ସମସ୍ତେ ଏକୁ ସକ୍ସେସ୍ କରିପାରିବା। ଆଉ ଗୁଡ୍ଡଟକୁ ବହୁତ ପ୍ରଚାର ପ୍ରସାର କରିବା ନିହାତି ଆବଶ୍ୟକ। ଓଭର ଟୁ ଶତପଥୀ ବାବୁ। ଓକେ, ଥ୍ୟାଙ୍କ ୟୁ ଭାଇ। ଅମୟ ବାବୁ କୁହନ୍ତୁ। ସାର୍ ନମସ୍କାର ସାର୍। ହ୍ୟାଲୋ ନମସ୍କାର। ସାର୍, ନମସ୍କାର ନମସ୍କାର ଆଜ୍ଞା, ସମସ୍ତଙ୍କୁ କୁହନ୍ତୁ ଜୟ ଆଜ୍ଞା। ଆର୍ସିଏମ୍। ଆଜ୍ଞା, ଜୟ ଆର୍ସି। ଦେଖନ୍ତୁ, ଦିନେଶ ଚୌଧୁରୀଙ୍କ ବିଷୟରେ ଯେତେ ବି ମୁଁ ବେଳେ ବେଳେ ଭାବେ ବହୁତ ଛୋଟ ହେଇଯାଏ, କାହିଁକି ନା ସେ ପ୍ରାମାଣିକ ତଥ୍ୟ ଉପରେ ଆସିକିରି ଆମରି ପରିବାର ଭିତରୁ, ଆମର ସମାଜ ଭିତରୁ ସେ ଆସିକିରି ଉଦାହରଣ ଦିଅନ୍ତି। ଆଉ ତାଙ୍କ ଦ୍ଵାରା ମଧ୍ୟ ଆମେ ମାନେ ଆମର କିଛି ନା କିଛି ଉତ୍ସାହିତ ହେଇକିରି ମୁଁ ମଧ୍ୟ ଆଜି କାମ କରି ଚାଲିଛି। କିଏ କହୁଛି, କିଏ କରୁ ନ କରୁ, ମତେ କିନ୍ତୁ କରିବାକୁ ପଡୁଛି, ପୁଣି ବଦଳୁଛି। କିନ୍ତୁ ଗୋଟେ କଥା ହଉଛି କଣ କି, ଆଜି ଗୁଡ୍ଡଟ ହେଲା, କାଲି ବି କିଶୋର ହଉଛି, କାଲି ବି ନୋଟି ଚାର୍ଜ ହଉଛି, ଆସନ୍ତା କାଲି ଏସବୁ ଚାଲିବ। କିନ୍ତୁ ଗୋଟେ କଥା ହଉଛି କଣ କି, ଆମେ ଆଜିର ଯାହା ଶିଖିଲେ, ନିଜ ଭିତରେ ଯଦି ଆମେ ଜଣକୁ ମାରିଦେଲା ବେଳେ କୋଉଠି ଗୋଟେ ଘା ବଥା ହେଇଗଲେ ଯୋଉ ଅନୁଭବ କରୁଛେ, ଗୋଟେ ଜୀବ ଚାଲି ଯାଉଛି, ତାକୁ ଯଦି ଆମେ ନିଜ ଭିତରେ ଅନୁଭବ କରିବା, ସେତେବେଳେ ଆମେ କୌଣସି ଜିନିଷ ମାନେ ନନଭେଜ ଖାଇବା ମାନେ ଛାଡିଦେବା। ମୁଁ ବି ପୁରା ଭେଜ, ଆଗରୁ କିଛି ବି ଖାଉନଥିଲି, ନନଭେଜ ମୁଁ ବହୁତ ଖାଉଥିଲି। କିନ୍ତୁ ଯେତେବେଳେ ଗୁଡ୍ଡଟ ଆସିଲା, ସେତେବେଳେ ଆମ ଘରେ ପିଲା ବି ଖାଇଲେନି। ଧୀରେ ଧୀରେ ମୁଁ ଖାଉ 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 ବର୍ତ୍ତମାନ ଆସିଛି। ଆଉ ନନଭେଜ ର ସେ ବି ଉଠିଗଲାଣି କହିଲେ ଘରେ, ଆମର ସେ କିଛି ନାହିଁ। ଆଉ ଆପଣମାନେ ତ ଯେତେବେଳେ ଆସିଛନ୍ତି, ଭେଜ ଉପରେ ଯୋଉ ପ୍ରୋଟେଜ ଉପରେ ଯେହେତୁ ତାର ତିଆରି କରେ, ଚାନ୍ଦ ବି ଆସିଛନ୍ତି, ମ୍ୟାଡମ ବି ଆସିଛନ୍ତି, ଆପଣ ବି ଆସିଛନ୍ତି, ସେ ବି ବଢିଆ କରୁଛି। ଏବେ ଆହୁରି କଣ ପରିବର୍ତ୍ତନ କରିଦଉଛି ତାକୁ, ବହୁତ ବଢିଆ। କିନ୍ତୁ କଥା ହଉଛି କଣ କି, ଗତ ମାସରେ ଯାହା ଯାଇଛି, କଣ ଆମର ତ୍ରୁଟି ରହିଲା, ତାକୁ ଆଜିର ଦିନଟା ହଉଛି ତ୍ରୁଟି ଆଉ ଆଗାମୀକାଲି ଦେଖିବାର ଅଛି। ତେଣୁ ତାକୁ ସମାଧାନ କରିବାକୁ ହେଲେ ଆମକୁ ପ୍ରଥମେ ନିଜକୁ ଉଠେଇବାକୁ ପଡିବ, ଲିଷ୍ଟ ତିଆରି କରିବାକୁ ପଡିବ। କିଏ କିଣିନାହାନ୍ତି ତାକୁ କିଣିବାକୁ ପଡିବ, ଯିଏ କିଣିଛନ୍ତି ତାଙ୍କୁ ବଢେଇବାକୁ ପଡିବ, କାହିଁକି କମିଗଲା ବଢେଇବାକୁ ପଡିବ। ଏବଂ ଗ୍ରୋଥ ଯୋଉଗୁଡାକ ଆପଣ ଆଲୋଚନା କରୁଛନ୍ତି, କିଛି ନା କିଛି 5% 10% ହଉ ଗ୍ରୋଥ କରିବାକୁ ପଡିବ। ଆଉ 10 ତାରିଖ ଭିତରେ ଯଦି ଆମେ କିଛି କରିପାରିବା, ଆପଣଙ୍କ ଯୋଉ ଗାଇଡଲାଇନ ଅନୁସାରେ 10, 20, 25, ଏଇଟା ମୁଁ ଏଇଆ ହିସାବ କରେ। ତେଣୁ ଆମେ କିଛି ବହୁତ କରିପାରିବା। କିନ୍ତୁ ଯାହାବି ଶିଖିଲେ, ଯାହାବି ଗଲେ, ଆଜି ଆମେ ତାକୁ ଦିନେଶ ଚୌଧୁରୀ, ଆଉ ଗୋଟେ ବଡ କଥା ମତେ, ମୁଁ ତାକୁ ଶିଖେଇଛି, ତାଙ୍କଠାରୁ ଶିଖିଛି ଯେ ଗୋଟେ କୁତାକୁ ଯଦି ଆମେ କି ବିଲେଇକି ଗୋଟେ ଫୋପାଡେ, ବିରାଡି ଫୋପାଡ଼ି ଦବା ପାଣିକି, ସେ ଉଠି ଆସି ଝାଡି ହେଇଯାଏ, ତାପରେ ସେ ପଳେଇଲା। ତେଣୁ ମିଟିଂ ହଲକୁ ଆପଣ ମାନେ ଆସିଛନ୍ତି, ପୁଣି ଯଦି ମିଟିଂ ହଲକୁ ଗଲା ପରେ ଝାଡି ହେଇକିରି ପଳେଇବେ, ତାହେଲେ ତାର କିଛି ମୂଲ୍ୟ ରହିବନି। ତେଣୁ ଝାଡି ନୁହେଁ, ଅନ୍ତର୍ନିହିତ ଶକ୍ତିକୁ ଜାଗ୍ରତ କରି ଯଦି ଆମେ ଆଗେଇବା ସମସ୍ତେ, ତାହେଲେ କିଛି ବଡ କାମ ଅନ୍ୟମାନେ କରିଛନ୍ତି, ଆମେ କରିପାରିବା। ଆଉ ମୁଖ୍ୟତଃ ହଉଛି ଗୁରୁକୁଳରେ ଆଜି ଗୁଡ୍ଡଟ ନୁହେଁ, ସବୁ ଜିନିଷ ଯାହା ଯାହା ହଉଛି ଆମ ଜୀବନ ପାଇଁ, ସମାଜ ପାଇଁ ଏବଂ ପରିବାର ପାଇଁ, ସମସ୍ତଙ୍କ ପାଇଁ ନିହାତି ସବୁ ସମୟ ପାଇଁ ଦରକାର। ତେଣୁ ଗୁରୁକୁଳ ସହିତ ଆମେ ଜଡିତ ହେବା ଦରକାର। ଏବଂ ଆମେ ଯୋଉମାନେ ଲିଡର ମାନେ ଅଛେ, ସେ ଲିଡର ଯୋଉ ଆପଣ ଯେମିତି ଆପଣଙ୍କର ଗୁଣ ଆମ ପାଖରେ ବି କିଛି ପରିମାଣରେ ଅଛି, ଆମେ ତାକୁ ପ୍ରେରଣା କରୁଛୁ। କାହିଁକି ନା ଆପଣ ମାନେ, ଆପଣ ଯୋଉ ପ୍ରେରଣାର ଉତ୍ସ ଅଛନ୍ତି ଆମମାନଙ୍କ ପାଇଁ, ସେଇଟାକୁ ଏମିତି ଜାଗ୍ରତ କରିବା ଦରକାର। ତେଣୁ ସାର୍ ଆସୁଛନ୍ତି, କଣ କରିବା, ସାର୍ କଣ ଶିଖେଇଲେ, କଣ ଶିଖେଇଲେ, ସବୁ ଆଲୋଚନା ଯଦି ଆମେ ଜୁନିୟର ମାନଙ୍କ ସହିତ ବସି କରିବା, ତାହେଲେ ବଡ କିଛି କରିପାରିବା। ପ୍ରଥମ ହଉଛି ନିଜକୁ ଆମେ ପରିବର୍ତ୍ତନ କରିବା। ରୂପାନ୍ତରଣ ଯାତ୍ରା ତ ହେଇଗଲା, କିନ୍ତୁ ପରିବର୍ତ୍ତନ କିଛି ଲୋକ ହେଇଗଲେ, କିଛି ବି ହେଲେନି, ମ୍ୟାକ୍ସିମମ୍ ଲୋକ ହେଲେନି। ତେଣୁ ସେଥିପାଇଁ ଆମକୁ ପରିବର୍ତ୍ତନ କରିବାକୁ ପଡିବ। ତେଣୁ ଗୁରୁକୁଳ ହଉଛି ପରିବର୍ତ୍ତନର ପ୍ରଥମ ମାର୍ଗ, ଆଉ ମିଟିଂ ହଉଛି, ଯୋଉ ସେମିନାର ହଉଛି ପ୍ରଥମ ମାର୍ଗ। ଏଇ ସବୁ ମାର୍ଗ ଏକ ମାର୍ଗ ଭିତରେ ଯିବ। ମୁଁ ଏତିକି କହି ସାର୍ ରହୁଛି, ନମସ୍କାର। ଓଭର ଓକେ, ଟୁ ସତପତି ଥ୍ୟାଙ୍କ ସାର୍। ୟୁ। ସମୟ ବି ବହୁତ ଅଭାବ ଆଜି। ସୁକାନ୍ତ ବାବୁ ପାଣିକୋଇଲିରେ ଅଛନ୍ତି ବୋଧେ, କ୍ୟାମେରା ଅନ୍ କରିଛନ୍ତି। ଓକେ, ସାର୍ ନମସ୍କାର ସାର୍, ଜୟ ଆର୍ସିଏମ୍। ଜୟ ଆର୍ସିଏମ୍। ଜୟ ଶ୍ରୀ ସାର୍ ବହୁତ ବଢିଆ ସାର୍, ଗୁଡ୍ଡଟର ତ ବଢିଆ ଟ୍ରେନିଂ ହେଲା। ରାମ। ଆଉ ମେନ୍ ହଉଛି ଜୀବ ପ୍ରତି ଦୟା। ଜୀବ ପ୍ରତି ଦୟା ଆମେ ଯଦି କରିବା, ନିଶ୍ଚିତ ଭାବରେ ଆମର ଗୋଟେ ପରିବେଶ ପାଇଁ ଆମର ଗୋଟେ ଭଗବାନଙ୍କର ଆଶୀର୍ବାଦ ରହିବ। ଆଉ ଟିସି ସାର୍ଙ୍କୁ ନମସ୍କାର, ଯାହା ହଉ ଗୁଡ୍ଡଳ ପ୍ରଡକ୍ଟ ଆମର ଆର୍ସିଏମ୍ ସାମିଲ କରିଛନ୍ତି। ଆଉ ସମସ୍ତ ରୋଗମୁକ୍ତ କେତେ ଆମେ ହେଇପାରିବା। କାରଣ ଗୋଟେ ଗୋଟେ ଏମିତି ଗୋଟେ ଜିନିଷ ଆଣିଛି, ଆମର ଆଜି ନନଭେଜ ଖାଉଛେ, କେତେ ରୋଗ ବେମାର ହଉଛି। ଆଉ ଯୋଉମାନେ ଦେଖନ୍ତୁ ଯେ ସାତ୍ଵିକ ଆହାର, ତାଙ୍କର ପାଟିରୁ ସାତ୍ଵିକ କଥା ବାହାରିବ।
ଯୋଉମାନେ ନନଭେଜ ଖାଉଛନ୍ତି ପାଟିରୁ ସେମିତି ମାନେ ଭାଷା ତାର ଆଚରଣ ତାର ବିଧି ନିଜେ ଫିଲିଂ କରିପାରିଛେ ଆମେ ଆମେ ଆଗରୁ ଖାଉଛୁ ସେଟା ଆମେ ଯୋଉଦିନ ଆପଣ ମାନେ ଭେଜ ଖାଉଥିବେ ଦେଖନ୍ତୁ ଆଜି ପଞ୍ଚୁକ ପଶିଗଲା ଆପଣ ଅରୁଆ ଡାଲମା ଭାତ ଖାଉଥିବେ ଦେଖନ୍ତୁ ଆଜି ଆମ ମନଟା କେତେ ପବିତ୍ର ରହିବ କେତେ ଆପଣଙ୍କର ମାନେ ଭାବନା ରହିବ ମାନେ ଈଶ୍ୱର ବିଶ୍ୱାସ ରହିବ। ଆଉ ଗୋଟେ ଗୋଟେ ଏମିତି ପ୍ରଡକ୍ଟ ଯେତେବେଳେ ଲଞ୍ଚ କଲା ଆମର ସେତେବେଳେ ଆମେ ଟାର୍ଗେଟ କରିଥିଲୁ ଆମେ ମାନେ ପ୍ରଡକ୍ଟ ମିଳିଲାନି ଯେତେବେଳେ ଗୁଡର ପ୍ରଡକ୍ଟ ଥିଲା ଆମେ ଉଦୟପୁର ତା ଫ୍ୟାକ୍ଟ୍ରି ଭିଜିଟ କରିବା ପାଇଁ ତାର ଟାର୍ଗେଟ ଥିଲା ରାତି 12ଟା 1 ପର୍ଯ୍ୟନ୍ତ ଆମର ସବୁ ବିଲିଂ କଲୁ କୋଉଠି ନା କୋଉ ପିକଅପ୍ ବିଲିଂ କରିକି ଆମେ ଯୋଉ କଷ୍ଟରେ ଆମେ ଆଜି ଆଚିଭ୍ କରିଥିଲୁ ଯୋଉ ଗୁଡର ଟାର୍ଗେଟ କରିବା ପାଇଁ ଯାହାଫଳରେ ଆମେ ଯାହାଫଳରେ କେଉଁଝର କୋଉଠି ବାଲେଶ୍ୱର କୋଉଠି ଆମେ କରିକି ଆମେ ଗୁଡର ଆଚିଭ୍ କରି ଆମେ ଉଦୟପୁର ଟ୍ରିପ୍ ଆମେ ଯାଇଥିଲୁ ଆଉ ଗୁଡର ଫ୍ୟାକ୍ଟ୍ରି ଆମେ ଭିଜିଟ କରିଥିଲୁ କେତେ ହାଇଜେନିକ ପ୍ରଡକ୍ଟ ତାର କେତେ ଫ୍ୟାକ୍ଟ୍ରି କେତେ ହାଇଜେନିକ ଆମେ ତ ଫ୍ୟାକ୍ଟ୍ରି ଭିଜିଟ କରିବା ଗଲା ଏକାଥରେ ମାସ ଲୋକ ଗଲାନି 10 ଜଣ ଗୋଟେ ଗ୍ରୁପ କରିକି ନେଇକି ଗଲା ତା ସହିତ ଆମକୁ ମାସ୍କ ପିନ୍ଧେଇଲେ ତାଙ୍କୁ ଆମର ବଡିର ମାନେ ଡ୍ରେସ ପିନ୍ଧେଇଲେ ଆମର ତାର ଡ୍ରେସ ପିନ୍ଧିକି ଯିବାକୁ ପଡିଲା ପାଦରେ ଆମର ମାନେ ସକ୍ସ ପିନ୍ଧିକି ଯିବାକୁ ପଡିଲା ମାନେ କେତେ ହାଇଜେନିକ ଜିନିଷ ଆମ ଫ୍ୟାକ୍ଟ୍ରି ଆମେ ନିଜେ ଦେଖିଲୁ କେମିତି ଆମ ପ୍ରଡକ୍ଟ ତିଆରି ହଉଛି ଆଉ ଯୋଉ ପ୍ରଡକ୍ଟ ସେ ଆମକୁ ଦେଇଥିଲେ ଟେଷ୍ଟ କରିବା ପାଇଁ ଆମକୁ ସେ ମାନେ ଗୋଟେ ଦିନର ଆମ ହୋଲ ଟ୍ରେନିଂ ରହିଲା କେତେ ବଢିଆ ଜିନିଷ ଆପଣ ମାନେ ସେଇ ଜିନିଷ ସୌଭାଗ୍ୟ ମିଳିବ କେତେବେଳେ ତାର ପ୍ରଡକ୍ଟ ତାର ଆମର ଅଛି ତାର ଟାର୍ଗେଟ ଫିଲ୍ କରିବା ପାଇଁ ଅଫର ଏଥର ୟା ପରେ ଆସିପାରେ ସେ ଫିଲକୁ ନିଶ୍ଚିତ ଆପଣ ଗୁଡର ଫ୍ୟାକ୍ଟ୍ରି ଆପଣ ଉଦୟପୁର ଯାଇକି ବୁଲିକି ଆସିପାରିବେ ସେଟା ବଡ ବଡ ଜିନିଷ ଆଉ ଗୁଡର ମାଧ୍ୟମରେ ଆଜି ଦେଖିଲି ବହୁତ ଗୁଡା ମହିଳା ଛୋଟ ଛୋଟ ପିଲା ସେମାନଙ୍କର ପକେଟ ମନି ପାଇଁ କାହାକୁ ନିର୍ଭର କରୁନାହାନ୍ତି ସେମାନେ ଗୁଡର ମାଧ୍ୟମରେ ନିଜେ ନିଜର ପକେଟ ମନି ଆରେଞ୍ଜ କରିପାରୁଛନ୍ତି ଆଉ କାହାକୁ ମାଗିବାରେ ପକେଟ ମନି ବାପା ହଉ ଭାଇ ହଉ ସ୍ୱାମୀ ହଉ କାହାକୁ ଗୋଟେ ପକେଟ ମନି ମାଗିବାରେ ନିଜ ପାଇଁ ମାନେ ଶରମ ଲାଗିବ କିନ୍ତୁ ସେମାନେ ନିଜ ନିଜ ମାଧ୍ୟମରେ ଆରସିଏମ ଜଏନ କରିକି କେମିତି ମାନେ ଗୁଡର ମାଧ୍ୟମରେ କେମିତି ଭଲ 2 ପଇସା ରୋଜଗାର କରିପାରୁଛନ୍ତି ସେଇଟା ମତେ ଭାରି ଖୁସି ଲାଗିଲା ଆଉ ଥ୍ୟାଙ୍କ ୟୁ ସାର୍ ବହୁତ ବଢିଆ ଜିନିଷ ଆଉ ତ ସମୟର ଅଭାବରୁ ଆଉ କିଛି କହିବୁନି ଥ୍ୟାଙ୍କ ୟୁ ସାର୍। ଓକେ, ବହୁତ ବଢିଆ କଥା। ଲାଷ୍ଟରେ ଖାଲି ଗୋଟିଏ କଥା ଯେ ଆମେ ମ୍ୟାକ୍ସିମମ୍ ଲୋକଙ୍କୁ କାଲିର ସେସନରେ ବସେଇବା ଯୋଉମାନେ କି ରୋଷେଇ ସହିତ ଇନଭଲ୍ଭ ଅଛନ୍ତି, ନିଜ ପରିବାର ହୁଅନ୍ତୁ ଅନ୍ୟମାନେ ବି ହୁଅନ୍ତୁ। ତ ଯାହା ଯାହା ସାମଗ୍ରୀ କୁହାହେଇଛି ତ ସେ ସାମଗ୍ରୀକୁ ମୁଁ ହ୍ୱାଟ୍ସଆପରେ ପଠେଇଦେବି, ଆପଣମାନେ ବି ଦେଖିପାରିବେ ଗୁରୁକୁଳରେ। ତ ମ୍ୟାକ୍ସିମମ୍ ଲୋକଙ୍କୁ ଇନଭଲ୍ଭ ବି କରିବା। ଓକେ, ମିତାଞ୍ଜଳି ମ୍ୟାଡ଼ାମ କୁହନ୍ତୁ। ହଁ, ନାନୀ କୁହନ୍ତୁ। ଜୟ ଆର୍ସିଏମ୍ ସମସ୍ତଙ୍କୁ ଶୁଭ ସକାଳ। ଗୁରୁକୁଳ ଗୋଟେ ବହୁତ ଭଲ ପ୍ଲାଟଫର୍ମ ଯେମିତି ପୂର୍ବେ ଗୁରୁକୁଳ ଥିଲା ସେଠି ବହୁତ କିଛି ପ୍ରକାର ଶିକ୍ଷା ପାଉଥିଲେ ଶାରୀରିକ ମାନସିକ ଆଧ୍ୟାତ୍ମିକ ଶିକ୍ଷା ପାଉଥିଲେ ଏବଂ ତାଙ୍କର ମନୋବଳ ବଢୁଥିଲା କର୍ମ ଠିକ ଭାବରେ କରୁଥିଲେ ମାନେ ବହୁତ କିଛି ଅସମ୍ଭବକୁ ସମ୍ଭବ କରିପାରୁଥିଲେ। ବର୍ତ୍ତମାନ ଗୁରୁକୁଳ ଠିକ ସେଇଭଳି ହେଇଛି। ଏ ଗୁରୁକୁଳକୁ ଯଦି ପ୍ରତିଦିନ ଆସିପାରନ୍ତେ ମାନେ ଯେତେ ଖରାପ ଲୋକ ହୁଅନ୍ତି ନିଶ୍ଚିତ ଭାବରେ ତାଙ୍କର ପରିବର୍ତ୍ତନ ଆସିବ। ସେମାନେ ମାନସିକ ସ୍ତରରେ ଶାରୀରିକ ସ୍ତରରେ ମାନେ ଉନ୍ନତ ହେବେ ଆଧ୍ୟାତ୍ମିକ ଶକ୍ତି ମଧ୍ୟ ବଢିବ ଏବଂ କର୍ମ କରିବାର ଉତ୍ସାହ ମଧ୍ୟ ବଢିବ। ତେଣୁ ମାନେ ଉଦ୍ୟମ ରହିଲେ ସେ ସବୁକୁ ଅସମ୍ଭବକୁ ସମ୍ଭବ କରିପାରିବେ। ତେଣୁ ଆଜିର ମାନେ ଏଇଟା ମୋର ମତାମତ। ଆଉ ଖାଲି କର୍ମ କରିକି ଆମେ ଯଦି ବାକ୍ୟବୀର ହେଇଯିବା କର୍ମ ନ କରି ତାହେଲେ ଏଇଟା ଠିକ ନୁହଁ। ଆମେ ଯାହା କହିବା ତାହା ହିଁ କରିବା ସେଇଟା ହେଲେ ଠିକ। ଆଉ ଆଜି ମୁଁ ଆରତୀ ମ୍ୟାଡମଙ୍କୁ ବହୁତ ଧନ୍ୟବାଦ ଦଉଛି ଯାହା ହଉ ସେ ଗୁରୁକୁଳଟାକୁ ଭଲ ଭାବରେ ମାନେ କାର୍ଯ୍ୟରେ ଲଗାଉଛନ୍ତି ଏବଂ ତାଙ୍କୁ ନମସ୍କାର ନାନୀ ନାନୀ ନମସ୍କାର। ନମସ୍କାର। ଆପଣଙ୍କୁ ଠାକୁର ସେମିତି ମନୋବଳ ଆପଣଙ୍କୁ ଦିଅନ୍ତୁ ଆଉ ଶରୀର ବଳ ଦିଅନ୍ତୁ ଆପଣ ଏଇ ଆରସିଏମ ପ୍ଲାଟଫର୍ମକୁ ଆହୁରି ଆଗକୁ ଆଗକୁ ନିଅନ୍ତୁ। ତେଣୁ ମୋର ସମସ୍ତଙ୍କୁ ବହୁତ ବହୁତ ଶୁଭେଚ୍ଛା। ଓକେ ଓକେ, ଧନ୍ୟବାଦ। ହଁ, ଆରସିଏମ ମାଧ୍ୟମରେ ସମାଜକୁ ନୂଆ ଦିଗଦର୍ଶନ ଦିଅନ୍ତୁ, ଏଇଟା ହଉଛି କଥା। ଓକେ, ଥ୍ୟାଙ୍କ ୟୁ ନବହନ ସାର୍। ମନୋଜ ବାବୁ ଆଜ୍ଞା କୁହନ୍ତୁ। ଟିକେ ନେଟୱାର୍କ କୁ ଆସିଯିବେ। ଆଉ ଜୟସିଂ ବହୁତ ଟିକେ ବହୁତ ଛିଡା ହେଲା ନେଟୱାର୍କ ସାର୍। ଆଉ ଟିକେ ନେଟୱାର୍କ ଆଜ୍ଞା ପଳେଇ ଆସିବେ। ଆପଣ ଆସିଲେଣି ଧୀରେ ଧୀରେ ବାହାରକୁ ଟିକେ। ଜୟ ଆରସିଏମ ସାର୍। ଆଜ୍ଞା ଶୁଭିଲା ଜୟ, ଆଜ୍ଞା। କୁହନ୍ତୁ କୁହନ୍ତୁ। ବର୍ତ୍ତମାନ ଏଇ ଯୋଉ ଆଜି ଯୋଉ ସେକ୍ସନ ଟା ତ ବହୁତ ବଢିଆ ହେଲା କାହିଁକି ନା ଆମେ ତ ସମସ୍ତେ ବର୍ତ୍ତମାନ ଜୀବଙ୍କୁ କେମିତି ରକ୍ଷା କରିବା ଏଇଟା ହଉଛି ବଡ ଇମ୍ପୋର୍ଟାଣ୍ଟ। କାହିଁକି ନା ମୋର ତ ଏଇଟା ବହୁତ ବଡ ଆଜିକି ମୁଁ ପ୍ରାୟ 27 ବର୍ଷ ହେଲା ଆମିଷ ଛାଡି ଦେଇଛି। ବର୍ତ୍ତମାନ ମୋର ଅଭିଯାନ ଥିଲା ଏଟା
ଯେ ମୁଁ ଆଜି ଯୋଉ ଗୁରୁକୁଳ ଶିଖିଲି ଯେ ଏଇ ଅଭିଯାନଟାକୁ ଆହୁରି ମୁଁ ସ୍ପିଡ୍ ଅପ୍ କରିବି। ମୁଁ ଲୋକମାନଙ୍କୁ କୁହେ ଯେ ଗୋଟେ ଜୀବ ହତ୍ୟା କରିକିରି ଆପଣ କଣ ପାଉଛନ୍ତି। ତେଣୁ ବର୍ତ୍ତମାନ ଏଇ ଗୁଡ୍ ଡେ ଉପରେ ଆଜ୍ଞା ବହୁତ ବଢିଆ କାମ କରିବା, କାହିଁକିନା ଏଇଟା ବି ମୋ ପାଇଁ ବହୁତ ସଫଳତା। କାଲି ବି ମୁଁ ଚେଷ୍ଟା କରିବି ବହୁତ ଲେଡିଜ ମାନଙ୍କୁ ଏଥିରେ ବସେଇବା ପାଇଁ, କାରଣ ସେ ଶିଖିଲେ ଆଉ ଆମିଷ ପ୍ରତି ସେମାନେ ଆକୃଷ୍ଟ ହେବେନି। ତେଣୁ ଏତିକି କହିବି, ସମୟ ତ ଅଭାବ। ଓକେ, ଜୟ ଶ୍ରୀ ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ। ଯଦି ଆଜି ଯାହାର ରେସିପି ଯାହା ଇନଗ୍ରିଡିଏଣ୍ଟସ ଯାହା ଯାହା ଦରକାର ତାକୁ ଯଦି ଆପଣ ରେଡି କରି ରଖିଥିବେ, କାଲି ତାଙ୍କ ସହିତ ଆପଣ ଯଦି କରେଇ ପାରିଲେ ତାହେଲେ ଏଟା ପ୍ରାକ୍ଟିକାଲି ହେଇଯିବ। ତ ହଁ କୌଣସି ସାର୍, କାମ- ପୁରା ବର୍ତ୍ତମାନ ଗୁଡ୍ ଡେ ର ସବୁ ଜିନିଷ ଆଭେଲେବୁଲ ମୋ ପାଖରେ ମୁଁ ରଖିଛି କାର୍ତ୍ତିକ ମାସ ଯୋଗୁଁ। ନାଇଁ, ଯେମିତି କି ବିଭିନ୍ନ ସାମଗ୍ରୀ ମାନେ ରୋଷେଇ ପାଇଁ ଯାହା ଆଜ୍ଞା ଯାହା ଆଜ୍ଞା ସାମଗ୍ରୀ ଦରକାର ସେ ସାମଗ୍ରୀ ଯଦି ଆପଣ ରଖେଇଦେଲେ, ମାନେ ଆଜ୍ଞା ଆଜି ଆଜ୍ଞା ଆଜି ତାକୁ ପିପିଟିରେ ଦେଇଛନ୍ତି, ଆପଣ ହଁ ଗୁଗଲରେ ବି ଦେଖିପାରିବେ, ନଚେତ ମୋ ପାଖରେ ପିପିଟି ଅଛି ତାକୁ ବି ପଠେଇଦେବି। ହଁ, ପଠେଇ ତାକୁ ଦିଅନ୍ତୁ, ପଠେଇ ଦେଇଥିବେ ଆଜ୍ଞା ହ୍ୱାଟ୍ସଆପ ରେ। ହଁ, ତାକୁ ସ୍କ୍ରିନଶଟ କରି ପଠେଇଦେଲେ ସେଇ ଜିନିଷ ରଖିଥିଲେ ତାଙ୍କ ସାଙ୍ଗରେ ଯଦି ଆମେ କରିବା ତାହେଲେ କାଲି ସକାଳର ବ୍ରେକଫାଷ୍ଟଟା ବହୁତ ବହୁତ ଟେଷ୍ଟି ରହିବ। ଆଜ୍ଞା ଆଜ୍ଞା। ଓକେ, ନବନ ସାର୍ କୁହନ୍ତୁ। ଆଜ୍ଞା, ଜୟ ଆଶ୍ରୀଏମ୍। ଜୟ ଆର୍ସିଏମ୍ ହ୍ୟାଲୋ, ସାର୍ କୁହନ୍ତୁ। ଜୟ ଆଶ୍ରୀଏମ୍। କ୍ୟାମେରା ଆଉ ଅନ୍ ଯାହା ହଉ, କରନ୍ତୁ। ବଢିଆ ଜିନିଷ ତ ହଉଛି। ଆଉ ମୁଁ ଟିକେ ସମୟ ବର୍ତ୍ତମାନ ମୋ ପାଖରେ ଟିକେ କମ ରହୁଛି, ସକାଳୁ ସକାଳୁ ଟିକେ କାମରେ ବିଜି ରହିବାକୁ ପଡୁଛି। ଆଉ ଯାହା ବି ହଉ ଆଟେଣ୍ଡ କରିବାକୁ ପଡିବ। ଆଉ ଇଏ ଯୋଉ ଜିନିଷ ଆକୁ ଯଦି ଆମେ ଆଟେଣ୍ଡ ନ କରିବା, ନ ଶିଖିବା, ମଣିଷର ଜୀବନରେ ସବୁ ହଉଛି ଶିଖିବାର, ସବୁବେଳେ ଶିଖିବାର ଗୋଟେ ପ୍ରୟାସ ଅଛି। ନ ଶିଖି ମଣିଷ ଜୀବନ ଯାକ ଶିଖିବା ବା ଛାତ୍ର ହବା ହିଁ ଉଚିତ। ଛାତ୍ର ଜୀବନରେ ଯାହା କିଛି ଘଟି ଯାଇଛି ତାକୁ ବି ଆମେ ସେଇ ଜିନିଷଟିକୁ, ସେଇ ଛାତ୍ର ଅବସ୍ଥାକୁ ବଳବତ୍ତର ରଖି ଶିକ୍ଷା ଆହରଣ କରିବା। ଗୁରୁକୂଳ ଇତ୍ୟାଦି ବିଭିନ୍ନ ପ୍ରକାର ଯୋଉ ଜିନିଷ ସାରଙ୍କର ହଉଛି, ତାପରେ ଗୋଟେ ଜିନିଷ ବହୁତ ମହତ୍ୱଜନକ କାର୍ଯ୍ୟକ୍ରମ କରାଯାଉଛି ମଧ୍ୟ ଆପଣଙ୍କ ତରଫରୁ ପ୍ରତ୍ୟେକ ଦିନ ସକାଳୁ। ତେଣୁ ଯଦି ମଣିଷର ଦୃଷ୍ଟିଭଙ୍ଗୀ ଯେବେ ଜୀବ ବଦଳି ମାନବ ହୋଇବ ଦେବତା ଭଳି, ଯଦି ଆମର ଦୃଷ୍ଟିଭଙ୍ଗୀ ଟିକେ ବଦଳିଯିବ, ଆଜ୍ଞା ହ୍ୟାଲୋ, ହଁ ହଁ, ଶୁଭୁଛି, କୁହନ୍ତୁ କୁହନ୍ତୁ। ହଁ, ତେଣୁ କଥାରେ ଅଛି ଦୃଷ୍ଟିଭଙ୍ଗୀ ଯେବେ ଜୀବ ବଦଳି ମାନବ ହୋଇବେ ଦେବତା ଭଳି। ତେଣୁ ଯଦି ଆମର ଦୃଷ୍ଟିଭଙ୍ଗୀ ଟିକେ ସମସ୍ତଙ୍କର ବଦଳିଯିବ, ଆମର ଦୃଷ୍ଟି ନିକ୍ଷେପ ଯଦି ଟିକେ ଆମେ କୋଣ ଦୃଷ୍ଟିରେ ଆର୍ସିଏମ୍ ଆଡକୁ ଦୃଷ୍ଟି ଦବା, ତାହେଲେ ନିଶ୍ଚିନ୍ତ ଭାବେ ସମ୍ପୂର୍ଣ୍ଣ ସମୟ ନ ଦେଇକି ତିଳେ ମାତ୍ର ସମୟ ଦେଲେ ଆମେ ନିଶ୍ଚିନ୍ତ ପର୍ବତର ଶିଖର ସ୍ଥାନରେ ପହଞ୍ଚି ପାରିବା। ତେଣୁ ସେଇ ହିସାବରେ ଆର୍ସିଏମ୍ ରେ ଜଣେ ଆମର ଯୋଉ ଜିନିଷ ଅଛି, ମୁଁ ତାପରେ ଏବେ ସାଙ୍ଗେ ସାଙ୍ଗେ ମନେ ପଡିଲା ଲେଖିଲି। ଆର୍ସିଏମ୍ ଅଟେ ଜାଣ ରାଇଟ୍ କନସେପ୍ଟ ବୈତଣୀ ଗୁଣ ତାର, ରାଇଟ୍ କନସେପ୍ଟ ବଜାର ବିପଣି ଗୁଣ ତାହାର। ସଂସ୍ଥା ପ୍ରତି ସଂସ୍ଥା ପ୍ରତିଷ୍ଠାତା ଆମ ଗୁରୁକୁଳର ଦକ୍ଷ, ସ୍ୱାସ୍ଥ୍ୟ ସେବା ସଙ୍ଗେ ଚିନ୍ତା ସ୍ୱାସ୍ଥ୍ୟ ସେବା ସଙ୍ଗେ ଚିନ୍ତା କରନ୍ତି ସଂସ୍କାରର। ସେ ତ ଆମ ହିତ ଚିନ୍ତକ, ବିଲୁଆଡା ଠାରେ ସ୍ଥିତ ସର୍ବ କଣ, ବାହ, ହଁ ବହୁତ ବିଲୁଆଡା ବଢିଆ, ଠାରେ। ବହୁତ ବଢିଆ ସାର୍। ଆପଣ ବହୁତ ଭଲ କବି ବି ଲେଖୁଛନ୍ତି, କବିତା ବି ଲେଖୁଛନ୍ତି। ବସିକି ଲେଖୁଛି ଭିତରେ ମନେ ପଡିଲା, ଓକେ ମୁଁ ଏଇଟାକୁ ଖାଲି ଲେଖୁଛି। ଓକେ, ଥ୍ୟାଙ୍କ ୟୁ, ବହୁତ ବହୁତ ଧନ୍ୟବାଦ ସାର୍ ଆପଣଙ୍କୁ। ୟା ମାଧ୍ୟମରେ ବି ଆମେ ସମାଜରେ ବହୁତ ସାରା ଜାଗରୁକତା ବି ତିଆରି କରିଦେଇ ପାରିବା, ଲୋକଙ୍କୁ ଭଲ ହୁଁ। ଦିଗଦର୍ଶନ ବି ଦେଇପାରିବା, ସମାଜକୁ ସୁସ୍ଥ ରଖିପାରିବା। ଓକେ, ବହୁତ ବହୁତ ବଢିଆ, ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଚିନ୍ତାଧାରା ପାଇଁ। ଚାନ୍ଦ ସାର୍ ଆସନ୍ତୁ ସାର୍। ସାର୍, ସାର୍ ଅନମ୍ୟୁଟ ହେଇନି। ହଁ ସାର୍। ହଁ, ଥ୍ୟାଙ୍କ ୟୁ। ଗୁଡ ମର୍ଣ୍ଣିଂ ସମସ୍ତଙ୍କୁ ନମସ୍କାର ନମସ୍କାର। ନମସ୍କାର। ସାର୍ ଜୟ ଆର୍ସିଏମ୍ ଆର୍ସିଏମ୍। ଜୟ ଆର୍ସିଏମ୍। ସମସ୍ତଙ୍କୁ ଶୁଭେଚ୍ଛା। କ୍ଲୋଜିଂ ପାଇଁ ବହୁତ ବହୁତ ଧନ୍ୟବାଦ। ଅକ୍ଟୋବରର କ୍ଲୋଜିଂ ଆପଣ ମାନେ ସମସ୍ତେ ଜୋରଦାର କରିକି କ୍ଲୋଜିଂ କରିଛନ୍ତି, ତେଣୁ ସମସ୍ତଙ୍କୁ ବହୁତ ବହୁତ ବଧାଇ। ଏବେ ଆମେ ନଭେମ୍ବର ପାଇଁ ପ୍ରସ୍ତୁତ ହବା।
आज आम 1 तारिख आज 1 तारिख रे आम गोल सेटिंग करवा उचित नवेम्बर गोल सेटिंग करवा आम नवेम्बर रे कौन करवा नवेम्बर रे आम कौन करवा आपण माने एटा को मन मन चिंता करी जमीती हेले आज लेखंतु आपणकर डायरी रे लेखंतु मु सब मासरे प्रथम 1 तारिख रे दिन सारा अनेक किछि भाभी चिंतिकरी सब लिखि थाए तो सेतरु अनेक माने मने पड़े सेटा को करे किछि बाकी रही जाए पुणी ताकू करिया को चेष्टा करे मोर शेड्यूल तैयारी करे तापरे अन्य काम सब लिखंतु आज गोल सेटिंग करंतु नवेम्बर रे गोल सेटिंग रो जोड़े कथा गोटे होची कोन अक्टोबर टू अधिका जेमती हबो सेटा ग्रोथ अक्टोबर रु अधिका हबो सेति पई प्रथम कथा टीम रे जो जो लीडर आपनकर लेफ्ट साइड रे राइट साइड रे अछंती सेमानकर कोन बिजनेस हेची सेको देखि नियंतु आ तांकर केमती अधिका हबो सेति पई तांको सहित काउंसलिंग करंतु एई आज दिन भितरे एवं एई प्रथम 1 2 3 तारिख भितरे एवडा सब मंथन करिया को पड़िबो देखंतु कथारे अछि आमे गोल सेटिंग करवा गोल सेटिंग करवा जदि गोल सेटिंग न करवा तेबे बेसी हिसाब रे जी गुरुदेव कहंती कोन जार गोल नहीं तार रोल किछ नहीं नुई जे माने घर बाहरिबा जदि किछ लक्ष्य नै कि न बाहरिबा ताले साधारणतः से बड़ी लोक कोन कहंती हिंदी रे कहंती आवारापन हम ओडिया रे कोन गोटे बढ़िया शब्द तार अछि हमें जे लक्ष्य नथिबो सी जस्ट आवारा टाइप रो तो बीसीजी भाषा गुड़ा सब भाषा नहीं आवारापन छोड़िए और निकल रहे हैं घर से कहाँ जाएंगे क्या करेंगे जैसे उसको क्या कहते हैं आवारा कहते हैं आवारापन ओडिया रे ताकू हमरो पूरी भाषा ताकू बातेरा कहंती अरे बातेरा कोन किछि तार लक्ष्य नहीं कोन बारी पड़ला तो गुरुदेव बीसीजी कहंती तेनु लक्ष्य निश्चित भाव में समस्त रहा उचित नहले निजे निजको आम बात्रा कहवा कौन किसी लक्ष्य नहीं तो लक्ष्य करी गत मासर लक्ष्य टू अधिका हवा और बड़ लक्ष्य करवा जिते बड़ लक्ष्य करवा बड़ टार्गेट करवा जो टार्गेट को पूरण करने टिके संशय जो टार्गेट को पूरण करदे से गोटे बड़ कथा नुहे पीसी साबराजी गुरुदेव कथा तेणु जो टार्गेट आम पूरण कर नहीं टे कष्ट लगे से टार्गेट टाक नवा कथा लेखिबा कथा द्वितीय कथा हूँ एटा गोटे बहुत माने मु ए कथार बहुत प्रभावित आपण माने जदि एटा को मन अर्थ बुझी पारिबे आ एको जदि से अनुसार कार्यकरी करिवे ताले भी भल लागि आपण मानू आमे टार्गेट करबा गत मास टू अधिका करिया को चेष्टा करिया एटा ग्रोथ तो सेतरे बड़ टिके करवा जोटा को हमको गोटे कष्ट लगे ताहले अब अच्छा ग्रोथ पाई बड़ टार्गेट पाई तैयारी करी सेति पाई प्रस्तुत हवा कर्म केमती करवा ता मध्य करा जिवो निष्ठार सहित कर्म मध्य करा जिवो आ कर्म न करी नेले भी तो भगवान कृष्ण कहते कर्म ऊपर फोकस कर युद्ध कर मन रे नहीं जाओ अर्जुन कहते कि कर्म ऊपर फोकस कर ए कथा कहना कि संजीव सर भी कथा को सब बेले कहते तो आम टार्गेट नहीं गले कौन अक्टोबर मास बेसी करवा आउ टिके अधिका करवा जहाँ टे आमको कष्ट लगे एगुटा मन में नहीं गले तापर से प्लानिंग करदे जे कौन कौन करवा आ टीम रे का कौन कहवा एगुटा सब करदे कथा होची कौन बड़ कथा होची सेतक करी कर्म करी जदि टार्गेट पूर्ण न करवा सेति पई दुख करिवार नहीं सेति पई दुख करिवार नहीं कर्म तो करिছে ना कम बेसी हबो ताटू दुखर कथा लज्जाकर कथा होची जदि आमे टार्गेट न करबा गोल न करबा किछि